The solitary reaper, William Wordsworth. Behold her single in the field, yon solitary highland lass, reaping and singing by herself. Stop here or gently pass. One day, the poet William Wordsworth was climbing the Arabian hill with his friends. At that time, a girl was cutting the corn in the cornfield and singing the song. The poet William Wordsworth said her friends, stop here. Behold her single in the field, yon solitary highland lass. ସେଇଟା ଓଡ଼ିଆ ହେଉଛି ଯେ ସେଇ ଯେଉଁ ହାଇଲ୍ୟାଣ୍ଡ ଲାସ୍ ହେଉଛି ଯେ ମାଉଣ୍ଟେନ୍ ରିଜିନ୍ର ଗୋଟେ ଝିଅ ଯିଏକି ଧାନ କାଟୁଥିଲା, ଏକୁଟିଆ କାଟୁଥିଲା। ଯିଏ କବି ଯେତେବେଳେ ଆରାବଳୀ ପର୍ବତ ଚଢ଼ୁଥିଲେ ସେତେବେଳେ ତାଙ୍କ ସାଙ୍ଗକୁ କହିଲେ ତମେମାନେ ସମସ୍ତେ ଏଠି ଷ୍ଟପ୍ ରହିଯାଅ ଏବଂ ଶୁଣ ଝିଅଟା କ'ଣ କରୁଛି। ରିପିଂ ଆଣ୍ଡ ସିଙ୍ଗିଂ ବାଇ ହରସେଲ୍ଫ, ନିଜେ ଧାନ କାଟୁଥିଲା ଆଉ ଗୀତ ଗାଉଥିଲା। ଷ୍ଟପ୍ ହିଅର୍ ଅର୍ ଜେଣ୍ଟଲି ପାସ୍, କବି ତାଙ୍କ ସାଙ୍ଗମାନଙ୍କୁ କହିଛନ୍ତି ଏଇଠି ରହିଯାଅ, ନହେଲେ ଆସ୍ତେ ଆସ୍ତେ ଯାଅ, ଉପରକୁ ଚଢ଼। ଏ ହେଉଛି ଫାର୍ଷ୍ଟ ଷ୍ଟାଞ୍ଜା। ଦ୍ୱିତୀୟ ଷ୍ଟାଞ୍ଜା, ଏଲୋନ୍ ସି କଟ୍ସ ଆଣ୍ଡ ବାଇଣ୍ଡସ୍ ଦି ଗ୍ରେନ୍, ସେ ଏକୁଟିଆ ନିଜେ କାଟୁଥିଲା ଏବଂ ଶସ୍ୟକୁ ବାନ୍ଧୁଥିଲା। ଏଣ୍ଡ ସିଙ୍ଗସ୍ ଏ ମେଲାନକୋଲି ଷ୍ଟ୍ରେନ୍, ଏବଂ ଦୁଃଖପୂର୍ଣ୍ଣ ଗୀତ ଗାଉଥିଲା, ମେଲାନକୋଲି ଷ୍ଟ୍ରେନ୍ ଗୀତ ଗାଉଥିଲା। ଓ ଲିସିନ୍ ଫର୍ ଦି ଭେଲ୍ ପ୍ରୋଫାଉଣ୍ଡ, ସେମିତି ଗୀତ ଗାଉଥିଲା ସମଗ୍ର ଉପତ୍ୟକାଟା ପ୍ରକମ୍ପିତ ହେଉଥିଲା ତା ଗୀତରେ। ଇଜ୍ ଓଭରଫ୍ଲୋଇଂ ୱିଥ୍ ଦି ସାଉଣ୍ଡ, ସେ ଗୀତଟା ଏତେ ଓଭରଫ୍ଲୋଇଂ ହେଉଥିଲା ଯେ ସେ ସମଗ୍ର ଉପତ୍ୟକାଟା ତାର ଗୀତର ଧ୍ୱନିରେ ପ୍ରକମ୍ପିତ ହୋଇଯାଉଥିଲା। ନୋ ନାଇଟିଙ୍ଗେଲ୍ ଡିଡ୍ ଏଭର୍ ଚାଣ୍ଟ, ନାଇଟିଙ୍ଗେଲ୍ ହେଉଛି ବୁଲବୁଲ ପକ୍ଷୀ, ୟୁରୋପିଆନ୍ ବାର୍ଡ଼, ସେ ହେଉଛି ଲଭ୍ ବାର୍ଡ଼, ସେ କେବଳ ଗୀତ ଗାଏ ପ୍ରେମିକ ପ୍ରେମିକାମାନଙ୍କ ପାଇଁ। ଆଉ ଇଣ୍ଡିଆରେ ଯେଉଁଟାକୁ ଆମେ କୁକୋ କୁହନ୍ତି, କୋଇଲି କୁହନ୍ତି। କବି କହୁଛନ୍ତି ନୋ ନାଇଟିଙ୍ଗେଲ୍ ଡିଡ୍ ଏଭର୍ ଚାଣ୍ଟ, ନାଇଟିଙ୍ଗେଲ୍ର ଗୀତ ବି ତାକୁ ବି ସେ ଝିଅଟା ଗୀତ କାଟି ଦେଉଥିଲା। ମୋର୍ସ ୱେଲକମ୍ ନୋଟ୍ସ ଅଫ୍ ଓରି ବ୍ୟାଣ୍ଡସ୍, ମାନେ ଏମିତି ସେ ଗୀତ ଗାଉଥିଲା ଯେ ଯେଉଁ ଗୀତ ସମସ୍ତଙ୍କ ହୃଦୟକୁ ଆକର୍ଷିତ କରୁଥିଲା। ଆଉ ଯାହାକି ଭେରି ଟାୟାର୍ଡ଼ ଆଫ୍ଟର ୱାର୍କିଂ ହାର୍ଡ଼ ଫର୍ ଏ ଲଙ୍ଗ୍ ଟାଇମ୍, ଓରି ମିନ୍ସ ମାନେ ଗୋଟେ କାମ କରିସାରିଲା ପରେ ଅତ୍ୟଧିକ କ୍ଳାନ୍ତ ହେଇଯିବା, କ୍ଳାନ୍ତ ହେଇକି ସିଏ ଗୀତଟାକୁ ଗାଉଥିଲା। ୱେଲକମ୍ ନୋଟ୍ସ ଅଫ୍ ଟ୍ରାଭେଲର୍ସ ଇନ୍ ସମ୍ ସାଡି ହଣ୍ଟସ୍, ଯେତେବେଳେ ଆରବିଆନ୍ ଡେଜର୍ଟରେ ଆରୋହୀମାନେ ଯାଆନ୍ତି ସେତେବେଳେ ସେମାନଙ୍କୁ କିଛି ଆଶ୍ରୟ ନଥାଏ, ପାଣି ନଥାଏ ଏବଂ ସେମାନେ କ'ଣ କରନ୍ତି ନା ଛଟପଟ ହୁଅନ୍ତି ବା ପାଣି ପାଇଁ। ଏବଂ ଆରବିଆନ୍ ସାଣ୍ଡସରେ ସେତେବେଳେ ପାଣିର ତାଙ୍କର ବିକଳ୍ପ ନଥାଏ। ଠିକ୍ ସେହିପରି ଝିଅଟି ଗୀତ ଗାଉଥିଲା ଯେମିତି ତା ଜୀବନରେ ଗୋଟେ ଅହେତୁକ ଦୁଃଖ ମାଡ଼ି ଆସିଥିଲା। ଏ ଭଏସ୍ ସୋ ଥ୍ରିଲିଂ ନେଭର୍ ୱାଜ୍ ହିୟର୍ଡ଼, ଏତେ ହୃଦୟ ବିଦାରକ ଥିଲା ଗୀତଟା ଯାହାକି ଆଉ କବିଙ୍କୁ ଅଭିଭୂତ କରିଦେଇଥିଲା। ଯେମିତି ଇନ୍ ସ୍ପ୍ରିଂ ଟାଇମ୍ ଫ୍ରମ୍ ଦି କୁକୋ ବାର୍ଡ଼, କୁକୋ କୋଇଲି ଭାରତରେ ଯେମିତି ସ୍ପ୍ରିଂ ଟାଇମ୍ରେ ବା ବସନ୍ତ ଋତୁରେ ଗୀତ ଗାଇକି ସମସ୍ତଙ୍କୁ ଅଭିଭୂତ କରିଦିଏ, ଆଉ ସେଇଭଳି ଝିଅଟା ଗୀତ କବିଙ୍କୁ ଏବଂ ସେଟାର ଉପତ୍ୟକାଟାକୁ ପୁରା ଅଭିଭୂତ କରିଦେଉଥିଲା। ବ୍ରେକିଂ ଦି ସାଇଲେନ୍ସ ଅଫ୍ ଦି ସିଜ୍, ସିଜ୍ ହେଉଛି ସମୁଦ୍ର, ହେଉଛି ସବୁବେଳେ ହେଉଛି ଗର୍ଜନ କରେ ଏବଂ ଯେମିତି ତାର ଗୀତଟା ସମୁଦ୍ରର ଗର୍ଜନକୁ ସମାପ୍ତ କରିଦେଇଥିଲା। ଏମଙ୍ଗ ଦି ଫାର୍ଦେଷ୍ଟ ଅର୍ବିଟ୍ସ, ଫାର୍ଦେଷ୍ଟ ଅର୍ବିଟ୍ ମିନିଂ ହେଉଛି ଦି ମୋଷ୍ଟ ରିମୋଟ୍ ଗ୍ରୁପ୍ ଅଫ୍ ଆଇସଲ୍ୟାଣ୍ଡ ଦ୍ୟାଟ୍ ଲାଇଜ୍ ଟୁ ଦି ନର୍ଥ ୱେଷ୍ଟ ଅଫ୍ ସ୍କଟଲ୍ୟାଣ୍ଡ। ସ୍କଟଲ୍ୟାଣ୍ଡରେ କିଛି ଆଇସଲ୍ୟାଣ୍ଡ ଅଛି ଯେଉଁଟାକି ସମୁଦ୍ରର
ଅଶାନ୍ତ ଇଏକୁ ଶାନ୍ତ କରିଲା ଭଳି କରୁଥିଲା ଯେ ଯେଉଁ ଝିଅଟାର ଗୀତ। ଆଣ୍ଡ ୱିଲ୍ ନୋ ୱାନ୍ ଟେଲ୍ ମି ହ୍ୱାଟ୍ ସି ସିଙ୍ଗସ୍। କବି ବୁଝିପାରୁନଥିଲେ ଯେ ସେ ଝିଅଟା କି ଗୀତ ଗାଉଥିଲା। ପରାପ୍ସ ଦି ପ୍ଲାଣ୍ଟିମ୍ ନମ୍ବର୍ସ ଫ୍ଲୋ, ବୋଧହୁଏ କିଛି ଦୁଃଖ ତା ଜୀବନରେ ଘଟି ଯାଇଥିଲା। ଫର୍ ଓଲ୍ଡ ଅନହାପି ଫାର୍ ଅଫ୍ ଥିଙ୍ଗସ୍, କିମ୍ବା ଅତୀତରେ କିଛି ଘଟଣା ତାର ମନେ ପଡ଼ିଯାଉଥିଲା, ଯେଉଁ ଘଟଣା ତାକୁ ବିବ୍ରତ କରୁଥିଲା। କିମ୍ବା ଆଣ୍ଡ ବ୍ୟାଟିଲ୍ ଲଙ୍ଗ ଏଗୋ, ଅନେକ ଦିନ ତଳେ ଯୁଦ୍ଧ କ୍ଷେତ୍ରରେ ତାଙ୍କର କେହି ମରିଯାଇଥିଲା, ଯେଉଁଥିପାଇଁ ଝିଅଟା ଦୁଃଖରେ ଗୀତ ଗାଉଥିଲା। ଓ ଇଜ୍ ଇଟ୍ ସମ୍ ମୋର୍ ହମ୍ବୁଲେ ଫ୍ୟାମିଲିଆର ମ୍ୟାଟର ଅଫ୍ ଟୁଡେ, କିମ୍ବା ଆଉ କିଛି ସମସ୍ୟା ଥାଇପାରେ, ଘରର ସମସ୍ୟା, ଫ୍ୟାମିଲିଆର ମ୍ୟାଟର, ଯେଉଁଟାକୁ ନେଇକି ସେ ଚିନ୍ତିତ ଥିଲା। ସମ୍ ନେଚୁରାଲ ସରୋ ଲସ୍ ଅର୍ ପେନ୍, କିମ୍ବା ପ୍ରାକୃତିକ ଦୁଃଖ କିଛି ଥିଲା, ଲସ୍ ଥିଲା, କିଛି କ୍ଷତିରେ ପଡ଼ିଥିଲା, କିମ୍ବା ଯନ୍ତ୍ରଣା ପାଇଥିଲା। ଦ୍ୟାଟ୍ ହାଜ୍ ବିନ୍ ଆଣ୍ଡ ମେ ବି ଏଗେନ୍, ଯେଉଁଟା ତାର ମନେ ପଡ଼ିଛି ଏବଂ ଝିଅଟା ସେୟାକୁ ସେ ଗୀତରେ ପରିସ୍ପୃଷ୍ଟ କରିବାକୁ ଚାହିଁଛି। ହ୍ୱେଦର ଦି ଥିମ୍ ଦି ମେଡେନ୍ ସଙ୍ଗ, ଯାହା ବି ହେଇଥାଉ ନା କାହିଁକି, ହ୍ୱାଟ୍ ଏଭର ଦି ଥିମ୍ ଦି ମେଡେନ୍ ସଙ୍ଗ, ସେ ଗୀତର ମିନିଂ ଯାହା ହେଇଥାଉ ନା କାହିଁକି, ସାରାଂଶ ଯାହା ହେଇଥାଉ ନା କାହିଁକି, ଆଜି ଫର୍ ସଙ୍ଗ କୁଡ୍ ହାଭ୍ ନୋ ଏଣ୍ଡିଂ। କବି ଦେଖୁଥିଲେ ସେ ଝିଅର ଗୀତରେ ଶେଷ ନଥିଲା। ଆଇ ସ ହର୍ ସିଙ୍ଗିଂ ଆଟ୍ ହର୍ ୱାର୍କ, କବି ଦେଖୁଥିଲେ କାମ ସହିତ ଝିଅଟା ଗୀତ ଗାଇବାରେ ବ୍ୟସ୍ତ ଥିଲା। ଏଣ୍ଡ ଓଭର ଦି ସିକିଲ୍ ବେଣ୍ଡିଂ, ଦାକୁ, ସିକିଲ୍ ମାନେ ଦାକୁ ନିଜେ ନଇଁ ପଡ଼ି ଦା ସାହାଯ୍ୟରେ ଶସ୍ୟ କାଟିବାରେ ଲାଗିଥିଲା। ଆଇ ଲିସେଣ୍ଡ ମୋସନଲେସ୍ ଆଣ୍ଡ ଷ୍ଟିଲ୍, କବି ନୀରବ ହେଇକି ସ୍ଥିର ହେଇକି ଶୁଣିଲେ, ଷ୍ଟାଚ୍ୟୁ ହେଇଗଲେ। ଏଣ୍ଡ ଆଜ୍ ଆଇ ମାଉଣ୍ଟେଡ୍ ଅଫ୍ ଦି ହିଲ୍, ତାଙ୍କୁ ଆଗକୁ ଯିବାର ଥିଲା, ଚଢ଼ିବାର ଥିଲା ପର୍ବତ। ଦି ମ୍ୟୁଜିକ୍ ଇନ୍ ମାଇ ହାର୍ଟ ଆଇ ହୋ ବୋର୍, ତାଙ୍କ ଆସ୍ତେ ଆସ୍ତେ ସେ ଯେଉଁ ଝିଅଟାର ଗୀତ ତାଙ୍କ କାନକୁ ଅସ୍ପଷ୍ଟତର ହେବାକୁ ଲାଗିଥିଲା। ଲଙ୍ଗ ଆଫ୍ଟର ଇଟ୍ ୱାଜ୍ ହିଅର୍ଡ ନୋ ମୋର୍, ଆଉ କିଛି ବାଟ ପରେ ସେ ଗୀତଟା ଆଉ ତାଙ୍କୁ ଶୁଭିଲା ନାହିଁ। ଧନ୍ୟବାଦ।